ଫକୀରମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଯେଉଁ ପିଲାମାନେ ପାରାମେଡିକାଲ 2025-26 ପାଇଁ ଆଡମିସନ କରିଥିଲ ସମସ୍ତଙ୍କର ରିପୋର୍ଟିଂ ପାଇଁ ନୋଟିସ୍ ପଳେଇ ଆସିଛି। ରିପୋର୍ଟିଂ ତମର ରହୁଛି ଦେଖ 19 ତାରିଖରେ ତମର ଗୋଟେ ଓରିଏଣ୍ଟେସନ କ୍ଲାସ ରଖାଯାଇଛି। ନୋଟିସ୍ ତମର 13 ତାରିଖରେ ଆସିଛି। 19 ତାରିଖରେ ତମର LT1 ଫାର୍ଷ୍ଟ ଫ୍ଲୋର ଆଡମିନ୍ ବିଲ୍ଡିଂରେ ତମର FMMCH ବାଲେଶ୍ୱରର ସେଇ ବିଲ୍ଡିଂରେ LT1 ଫାର୍ଷ୍ଟ ଫ୍ଲୋରରେ ତମର ଓରିଏଣ୍ଟେସନ କ୍ଲାସ ରଖାଯାଇଛି 19 ତାରିଖରେ। ତା ପୂର୍ବରୁ ତମର ରିପୋର୍ଟିଂ ରହିବ। ରିପୋର୍ଟିଂ ତମର ଗୋଟେ ଲିଷ୍ଟ ପ୍ରକାଶ କରାଯାଇଛି ଯେଉଁଥିରେ ମେନସନ୍ କରାଯାଇଛି ତିନୋଟି ଡେଟ୍ ରହିଛି 15, 16 ଏବଂ 17 ତିନିଟା ଡେଟ୍ ରହିଛି। ଏ ତିନିଟା ଡେଟ୍ ଭିତରେ ଯେଉଁମାନଙ୍କର 15ରେ ଥିବ ସେମାନେ 15ରେ ଯିବେ, ଯେଉଁମାନଙ୍କର 16ରେ ଥିବ 16ରେ ଯିବେ, ଯେଉଁମାନଙ୍କର 17ରେ ଥିବ 17ରେ ଯିବେ। କାହାର କେଉଁ ଡେଟ୍ରେ ଅଛି ଜାଣିବା ପାଇଁ ଭିଡ଼ିଓ ସହିତ ଯୋଡ଼ି ରୁହନ୍ତୁ। ତା ସହିତ ତୁମକୁ ଆଣ୍ଟି ର୍ୟାଗିଂ ଫର୍ମ ଏଠି ଅନଲାଇନ୍ କରିବା ଦରକାର ନାହିଁ। ଏଠି ତୁମକୁ ଅଫଲାଇନ୍ର ଦିଆଯାଇଛି ଗୋଟେ ଫର୍ମ ଦିଆଯାଇଛି। ସେଇ ଫର୍ମକୁ ତୁମେ ଡାଉନଲୋଡ୍ କରିବ। ତାରକୁ କେମିତି ଫିଲ୍ଅପ୍ କରିବ ତାର ମଧ୍ୟ ଅପଡେଟ୍ ମୁଁ ପ୍ରୋଭାଇଡ଼ କରିବି। ଭିଡ଼ିଓ ଶେଷରେ ସମସ୍ତେ ଜାଣିପାରିବେ। ବର୍ତ୍ତମାନ ଦେଖ କେବଳ ତୁମର କ'ଣ ରଖାଯାଇଛି ନା ତୁମର ଗୋଟେ ଲିଷ୍ଟ ରଖାଯାଇଛି। ପ୍ରଥମେ ଡକୁମେଣ୍ଟ ଲିଷ୍ଟ ଦେଖିଦେବା। ଡକୁମେଣ୍ଟ ଲିଷ୍ଟରେ ସେଇ ସମାନ ଡକୁମେଣ୍ଟ ରହିଛି ଯେମିତିକି ତୁମର ଆଡମିସନ୍ ଲେଟର ଯେଉଁଟାକି IMA ହାଉସ୍ରୁ ମିଳିଥିଲା, ତା ସହିତ ପେମେଣ୍ଟର ସ୍ଲିପ୍, SB କଲେକ୍ଟର ଚାଲାଣର ସ୍ଲିପ୍ ନେବ, କଲେଜ ଲିଭିଂ ସାର୍ଟିଫିକେଟର କିମ୍ବା TCର ଫଟୋକପି ଅଛି ଫଟୋକପି ନେଇକି ଯିବ ବା ଜେରକ୍ସ କପି, ଅରିଜିନାଲ ଏବଂ ଫଟୋକପି ଅଫ୍ 10th + 2 ସାର୍ଟିଫିକେଟ୍ ମାର୍କସିଟ୍, 10th + 2 ସାର୍ଟିଫିକେଟ୍ ଏବଂ ମାର୍କସିଟ୍ର ଅରିଜିନାଲ ନେଇକି ଯିବ। ତା ସହିତ ଜେରକ୍ସ କପି ମଧ୍ୟ ନେଇକି ଯିବ। କଣ୍ଡକ୍ଟ ବା କ୍ୟାରେକ୍ଟର ସାର୍ଟିଫିକେଟ୍ ତୁମ ପାଖରେ ଥିବ, ତୁମକୁ ମିଳିଥିବ ନିହାତି ଭାବରେ ତୁମେ ଦେଖିବ। ତାର ମଧ୍ୟ କପି ନେଇକି ଯିବ, ତାର ଅରିଜିନାଲ ସାର୍ଟିଫିକେଟ୍ ନେଇକି ଯିବ। କାଟାଗୋରୀ ବା କାଷ୍ଟ ସାର୍ଟିଫିକେଟ୍, SC ST କିମ୍ବା ରିଜର୍ଭେସନ୍ ଡିଜେବିଲିଟି ଯେମିତିକି ଏକ୍ସ ସର୍ଭିସମ୍ୟାନ୍ ହେଲା, ଗ୍ରୀନ୍ କାର୍ଡ଼ ହୋଲ୍ଡର ହେଲା, ଏଇ କାଟାଗୋରୀ ଅଣ୍ଡରରେ ଯାଉଥିଲେ ସମସ୍ତଙ୍କ ନିଜର ରିଲେଟିଭ୍ ଡକୁମେଣ୍ଟ ନେଇକି ଯିବ। ତା ସହିତ ରେସିଡେଣ୍ଟ ସାର୍ଟିଫିକେଟ୍ ନେଇକି ଯିବ। ପାସପୋର୍ଟ ସାଇଜ୍ ଫଟୋ 3ଟି ନେବ ଏବଂ ଆଣ୍ଟି ର୍ୟାଗିଂ ଅଣ୍ଡରଟେକିଂ ଯେଉଁଟାକି ତୁମର ପ୍ୟାରେଣ୍ଟସ୍ଙ୍କର ଗୋଟିଏ ରହୁଛି ଏବଂ ଗାର୍ଡ଼ିଆନ୍ସଙ୍କର ବା ନିଜର ଷ୍ଟୁଡେଣ୍ଟଙ୍କର ଗୋଟେ ରହୁଛି। ସେଇଟା ତୁମେ ଦେଖିପାରିବ କେମିତି ଫିଲ୍ଅପ୍ କରିବ। ତାର ଫର୍ମ ଦିଆଯାଇଛି ଏଇ PDFରେ ହିଁ ମେନସନ୍ ଅଛି। ତାକୁ ପ୍ରିଣ୍ଟ ଆଉଟ୍ କରିବ, ଫିଲ୍ଅପ୍ କରିବ ଏବଂ ସିଗ୍ନେଚର କରିକି ନେଇକି ଯିବ। ଦୁଇ ଜଣଙ୍କ ୱିଟନେସ୍ଙ୍କ ସିଗ୍ନେଚର ମଧ୍ୟ କରିକି ନେଇକି ଯିବ। ତା ସହିତ ଫଟୋକପି ଅଫ୍ ଆଧାର କାର୍ଡ଼, ଏତିକି ଡକୁମେଣ୍ଟ ରହୁଛି। ଏତିକି ଡକୁମେଣ୍ଟରେ ତୁମେ ଦେଖିବା, ପ୍ରଥମେ ଦେଖିବ କ'ଣ ହେଉଛି ନା ତୁମର ଲିଷ୍ଟ ଯେଉଁ ଆସିଛି ପ୍ରଥମ 15 ତାରିଖରେ ଯେଉଁ ରହୁଛି, 15 ତାରିଖରେ ଦେଖ ସବୁଦିନ ରହୁଛି ତୁମର 3ଟାରୁ 4ଟା ଡେଟ୍ ସମୟ ରହୁଛି। 15 ତାରିଖରେ 3ଟାରୁ 4ଟା PM ରେ ରିପୋର୍ଟିଂ ହେବ, 16 ତାରିଖ 3ଟାରୁ 4ଟା ରିପୋର୍ଟିଂ ହେବ ଏବଂ 17 ତାରିଖ ମଧ୍ୟ 3ଟାରୁ 4ଟା ରିପୋର୍ଟିଂ ହେବ। ତ 3ଟାରୁ 4ଟା ରିପୋର୍ଟିଂ ହେବ। ତୁମକୁ 2ଟା 2:30 ଭିତରେ ତୁମେ ପହଞ୍ଚିଯିବ ଯେମିତି ସୁବିଧାରେ। ଏବଂ ତୁମର ଯେଉଁ ଲିଷ୍ଟ ଦିଆଯାଇଛି ପ୍ରଥମେ 35 ଜଣ ପିଲାଙ୍କର ଦିଆଯାଇଛି 15 ତାରିଖ ଦିନ, ତାପରେ 36ରୁ 65 ଜଣ ପିଲାଙ୍କର ରହିଛି, ପୁଣି 35 ଜଣ ପିଲାଙ୍କର ରହିଛି 16 ତାରିଖରେ ଏବଂ ବାକି ଯେଉଁ ପିଲାଙ୍କର ରହିଛି ବାକି 35 ଜଣ ପିଲାଙ୍କର ବା 30 ଜଣ ହେବେ ସମସ୍ତଙ୍କର ରହୁଛି 17 ତାରିଖ ଦିନ। ଯଦି 15, 16 ରିପୋର୍ଟିଂ ଯଦି କରିପାରୁନାହାନ୍ତି, ଦେଖ ଯେଉଁ ପିଲାମାନେ ଏଠି ଆଉ ଗୋଟେ କ'ଣ ରିଲାକ୍ସେସନ୍ ରହିଛି ଜାଣିପାରିବ ନା। ଦେଖ 15 ତାରିଖରେ ଯେଉଁମାନେ ରିପୋର୍ଟିଂ ପାଇଁ ଯାଉଛ, 15 ତାରିଖରେ ଯେଉଁମାନଙ୍କ ଲିଷ୍ଟ ଅଛି 15 ତାରିଖରେ ରିପୋର୍ଟିଂ କରିପାରିବ। 16 ତାରିଖରେ ଯେଉଁମାନଙ୍କର ଲିଷ୍ଟ ଅଛି 16 ତାରିଖରେ ରିପୋର୍ଟିଂ କରିବ ଏବଂ 17 ତାରିଖରେ କ'ଣ ଅଛି ନା 17 ତାରିଖରେ ଯେଉଁମାନଙ୍କର ଲିଷ୍ଟ ଅଛି ସେମାନେ ରିପୋର୍ଟିଂ କରିବ। ତା ସହିତ ଅନ୍ୟମାନେ କେଉଁମାନେ ନା ଯେଉଁ ପିଲାମାନେ 15, 16ରେ ରିପୋର୍ଟିଂ ନ କରିପାରିଥିବ କୌଣସି କାରଣରୁ, ତାହେଲେ ସେମାନେ 17 ତାରିଖରେ ଯାଇକି ରିପୋର୍ଟିଂ କରିପାରିବ। ଏ ଗୋଟେ ଭଲ ସୁବିଧା ଦିଆଯାଇଛି କଲେଜ ତରଫରୁ। ତ ତୁମେ ଯେଉଁ ପିଲାମାନେ ବି ଦୂର ବାଟରୁ ରହିଯାଉଛ, କିଛି ବି ଅସୁବିଧା ହେଇଯାଉଛି, ଯଦି 15 କିମ୍ବା 16 ତାରିଖରେ, ସେମିତି ନୁହଁ କି 17 ତାରିଖରେ ତ ହେଇଯିବ ଆମେ 15, 16 ନ ଯାଇ 17ରେ ଯିବା, ନାଇଁ, ଯାହାର ଯେଉଁ ଡେଟ୍ରେ ଅଛି ସେଇ ଡେଟ୍ରେ ଯିବାକୁ ଚେଷ୍ଟା କର। ସେମିତି କିଛି ମେଜର ଇସ୍ୟୁ ହେଲା, କିଛି ଗାଡ଼ି ଫେଲ୍ ହେଇଗଲ କି କୌଣସି କାରଣରୁ ମେଡ଼ିକାଲ ଇସ୍ୟୁ ହେଲା, କିଛି ବି ଏମର୍ଜେନ୍ସି ଆସିଲା, ଯଦି ପହଞ୍ଚି ନ ପାରୁଛ ତୁମର ଯେଉଁ ଡେଟ୍ରେ ଅଛି, ଦେଖ 15 ତାରିଖରେ ଯଦି ତୁମର ଡେଟ୍ ଅଛି, 15 ତାରିଖ ଯଦି ନ ପହଞ୍ଚି ପାରିଲ ତୁମେ ଆଉ 16 ତାରିଖରେ ଯିବନି। 16 ତାରିଖରେ 16 ତାରିଖ ପିଲା ଯିବେ। 15 ତାରିଖରେ ତୁମର ଅଛି 15 ତାରିଖରେ ଯିବ। ଯଦି 15 ତାରିଖ ନ ଦେଇପାରିଲ 17 ତାରିଖ ଦିନ ଯିବ, ଡାଇରେକ୍ଟ ଲାଷ୍ଟ ଦିନ। 16 ତାରିଖ ପିଲା ସେମିତି 16 ତାରିଖ ଦିନ ତୁମର ଡେଟ୍ ଅଛି, 16 ତାରିଖ ଦିନ ଯିବ। ଯଦି ବି କୌଣସି କାରଣରୁ କାହାର ବି ଏମର୍ଜେନ୍ସି କେସ୍ ଆସିଲା, କିଛି ବି ଅସୁବିଧା ହେଲା, ଅନ୍ୟାଚୁରାଲ କଣ୍ଡିସନ କିଛି ହେଲା, ତାମାନେ ହିଁ ତୁମେ ଯାଇକି 17 ତାରିଖ ଦିନ ରିପୋର୍ଟିଂ କରିପାରିବ। ଅର୍ଥାତ୍ 15, 16 ଯଦି କୌଣସି ପିଲା ରହିଯାଇଥିବେ ରିପୋର୍ଟିଂ ପାଇଁ,
जो पिला रिपोर्टिंग कर 16 तारीख दिन रिपोर्टिंग करेंगे बाकी 17 तारीख दिन रिपोर्टिंग करेंगे 15-16 जो मैंने करें 17 तारीख दिन जो मान लिस्ट अच्छी से 17 तारीख में करेंगे 17 तारीख लास्ट रोचे तो 15 और 16 जो मान जो डेट्रे अच्छी से 17 जो डेट्रे जो मान लिस्ट अच्छी से डेट्रे जीव आ 15-16 जो मैंने जब रिपोर्टिंग करें कौन कारण 17 तारीख में जाकि रिपोर्टिंग करें 3टा 4टा रिपोर्टिंग टाइम रोचे ये तले देख पेरेंट्स गार्डियंस करो आनेक्सर 1 पार्ट 2 रोचे पेरेंट्स एवं गार्डियंस को द्वारा अंडरटेकिंग रोचे एथिरे तुमको प्रथम अंडरलाइन रे बापा को बा गार्डियंस करो जहार भी मेंशन करिवो तांकर ना लिखिवो फादर बा मदर ऑफ बा गार्डियन ऑफ सी तमर फादर ना मदर ना गार्डियन ऑफ टिक मारी की तमर ना लिखिवो सेकंड जो अंडरलाइन रही एक नंबर पॉइंट रे सेठी स्टूडेंट रो ना रहिबो तलको पूरा तलको पड़े जीव डेट साइंड दिस डैश डे ऑफ डैश मंथ ऑफ डैश ईयर अर्थात एठी कौ डे कौ मंथ एवं कौ ईयर रे तुम डेट मेंशन करिवो तुम जदि 15 तारीख रे तुमर अछि ताले डे ब्लैक रही जो साइंड दिस 15 डे ऑफ जनवरी जेहेतु चली जनवरी मास चली 01 मंथ एंड 2026 ईयर एतिकी लिखला परे तुम सिग्नेचर करिवो देखो एठी गार्डियन अंडरटेकिंग चली माने गार्डियन सिग्नेचर करिवे तापर ताकर एड्रेस मेंशन करिवो तले तापर एठी नेम लिखिबो नेम लिखला परे विटनेस दुई जन कर तमरो बापा मां निजर गार्डियंस जहार दउछो निजर बापा मां निजर परिवार भितर को छाडी कि अन्य तमरो जदी अन्य सराउंडिंग रे अछती नेबर कर कहार रहले भी तमरो पड़ोसी कर जहार रहले भी सिग्नेचर दुई जन लोकंकर सिग्नेचर करे नबो एठी भी गार्डियंस कर अंडरटेकिंग रे भी सिग्नेचर करे नबो दुई जन कर विटनेस हिसाब रे एवं तांकर तमरो जो कैंडिडेट्स कर बा स्टूडेंट को द्वारा जो अंडरटेकिंग रहिछि सेथिरे मध्ये दुई जन विटनेस कर सिग्नेचर दरकार हबो एठी प्रथम पॉइंट रे फिलअप हबो एठी प्रथम पॉइंट रे स्टूडेंट को नाम लिखा हबो एवं सेकंड रे पेरेंट्स करो बा गाइडेंस करो बा फादर मदर जहार तुम दउचो डिटेल तांकर ना लिखिबो तो पेरेंट्स गार्डियंस करो डिटेल रे अंडरटेकिंग रे प्रथमे पेरेंट्स गार्डियंस करो अंडरटेकिंग रे तांकर ना लिखिबो एवं सेकंड रे स्टूडेंट को ना लिखिबो जोटा कैंडिडेट को द्वारा अंडरटेकिंग रोची अंडरटेकिंग बाय द कैंडिडेट बा स्टूडेंट लिखा जायछि सेथिरे प्रथमे स्टूडेंट रो ना लिखा जिवो सेकंड रे पेरेंट गार्डियन को ना लिखा जिवो एवं सिग्नेचर डेट जेमति पकेया कथा कहितली जो डेट रे देउछो सेही डेट मेंशन करिवो सिग्नेचर पेरेंट्स को गार्डियंस करो सिग्नेचर जगह रे पेरेंट्स गार्डियन जहार ना मेंशन होची सी सिग्नेचर करिवे ताकर ना लिखा हबो एवं स्टूडेंट बा कैंडिडेट को जो अंडरटेकिंग रहउची सेथिरे स्टूडेंट सिग्नेचर करिवो स्टूडेंट रो एड्रेस रहिबो पेरेंट जगह पेरेंट्स को एड्रेस रहिबो एवं विटनेस दुईटा जगह समान दे देले भी किछि असुविधा नै दुई जण जगह दुईटी जाको फॉर्म रे दुईटी जाको अंडरटेकिंग रे दुई जण विटनेस करो सिग्नेचर करे नबो दुईटी सिग्नेचर करे नबो दुई जण विटनेस करो एवं एतिकी डॉक्यूमेंट संगे तुम जो डॉक्यूमेंट लिस्ट रही डॉक्यूमेंट लिस्ट संगे ये जो अंडरटेकिंग फॉर्म सिग्नेचर करके तुम नहीं कि जीव रिपोर्टिंग पाई जो डेट रे जहार मेंशन करा जायछि से डेट रे जीव 15 16 और 17 3 दिन रिपोर्टिंग रहउछि रिपोर्टिंग पाई तुम कोठी जीव ना एफएमएमसीएच बालेश्वर निजर कॉलेज को जीव